Audio Jungle. ଭୁବନେଶ୍ୱର ସ୍ଥିତ ଶହୀଦନଗରଠାରେ ଇନକା ଲେଡିଜ୍ କ୍ଲବ ମହିଳା ଦିବସ ପାଳିତ ହୋଇଯାଇଛି। ସମାଜର ଅମୂଲ୍ୟ ସମ୍ପଦ ଓ ପରିବାରର ଭିତ୍ତିସ୍ତମ୍ଭ ହେଉଛନ୍ତି ନାରୀ। ସେମାନେ ସ୍ନେହ ଓ ମମତା ତ୍ୟାଗର ପ୍ରତୀକ। ଘରେ ମା, ଭଉଣୀ, ଝିଅ ଓ ପତ୍ନୀ ଭାବେ ନାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାନ୍ତି। ଶିକ୍ଷା, ରାଜନୀତି, କଳା, ବିଜ୍ଞାନ ଓ କ୍ରୀଡ଼ାମାନଙ୍କ ମଧ୍ୟରେ ନାରୀମାନେ ସ୍ୱୟଂକୁ ସାବ୍ୟସ୍ତ କରିଛନ୍ତି। ସମାଜର ଉନ୍ନତି ପାଇଁ ନାରୀଙ୍କ ସମ୍ମାନ ଓ ସମାନ ଅଧିକାର ଅତ୍ୟାବଶ୍ୟକ ବୋଲି କ୍ଲବର ସଭାନେତ୍ରୀ ଶ୍ରୀମତୀ ଆଭା ଦାସ କହିଥିଲେ। ନାରୀ ହେଉଛନ୍ତି ଶକ୍ତିର ଆଧାର ଓ ସହନଶୀଳତାର ଦୃଷ୍ଟାନ୍ତ। ଆଜିର ଦିନରେ ନାରୀମାନେ ସମସ୍ତ କ୍ଷେତ୍ରରେ ପୁରୁଷଙ୍କ ସହ ପାଦରେ ପାଦ ମିଶାଇ ଆଗକୁ ବଢ଼ୁଛନ୍ତି। ସେମାନଙ୍କ ଆତ୍ମବିଶ୍ୱାସ, ପରିଶ୍ରମ ଓ ପ୍ରତିଭା ସମାଜକୁ ନୂତନ ଦିଗ ଦେଉଛି। ନାରୀଙ୍କ ସଶକ୍ତିକରଣ ଦ୍ୱାରା ଦେଶର ସମୃଦ୍ଧି ସମ୍ଭବ ବୋଲି ଉପସ୍ଥାପନ କରିଥିଲେ କ୍ଲବର ସେକ୍ରେଟାରୀ ଶ୍ରୀମତୀ ଶଶିପ୍ରଭା ରଥ। ବହୁ ମେମ୍ବରମାନେ ଯୋଗଦାନ କରି ଦିବସଟିକୁ ଆନନ୍ଦ ମୁଖରିତ କରାଇଥିଲେ। କବିତା ପାଠ, ସଙ୍ଗୀତ, କୌତୁକିଆ କଥା, ନୃତ୍ୟରେ ବିମୋହିତ ହୋଇଥିଲେ ଦର୍ଶକଗଣ।